ବାଲେଶ୍ୱର ସହର ବୁଢ଼ାବଳଙ୍ଗ ନଦୀଘାଟରେ ବହୁ ଐତିହାସିକ ମହତ୍ତ୍ୱ ବହନ କରୁଥିବା ବେଳେ ଏହି ଘାଟ ନୌବାଣିଜ୍ୟ ପରମ୍ପରାର ଅନ୍ୟତମ ମୁକସାକ୍ଷୀ। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ପ୍ରାଚୀନ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ସ୍ମୃତି ଉଦ୍ଦେଶ୍ୟରେ ଓଡ଼ିଆ ଘରର ଆବାଳ ବୃଦ୍ଧ ବନିତା ଡଙ୍ଗା ଭସାଇଛନ୍ତି। ସୂର୍ଯ୍ୟୋଦୟ ପୂର୍ବରୁ ସହର ତଥା ଆଖପାଖ ଅଞ୍ଚଳରୁ ବହୁ ଲୋକ ନଦୀ ତୁଠରେ ପହଞ୍ଚି ଉତ୍କଳର ପର୍ବ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ସୋଲ ଡଙ୍ଗା ନଦୀରେ ଭସାଇଥିଲେ। ଡଙ୍ଗାରେ ଧୂପ ଦୀପ ଫଳ ରଖି ବନ୍ଦାପନା କରିବା ପରେ ଆକା ମା ବଇ ପାନ ଗୁଆ ଥୋଇ ଗୀତ ବୋଲିବା ସହ ଡଙ୍ଗାରେ ଭସାଇ ପୁରୁଣା ପରମ୍ପରାର ସ୍ମୃତିଚାରଣ କରିଥିଲେ। ଓଡ଼ିଆ ସାଧବ ପୁଅ ବୀରତ୍ୱର ଗାଥା ଓ ନୌବାଣିଜ୍ୟ ପାଇଁ ସେମାନଙ୍କର ବାଲି ଜାଭା ଓ ସୁମାତ୍ରା ଯାତ୍ରାର ଗରିମାମୟ ଐତିହ୍ୟ ଓ ପରମ୍ପରାକୁ ସମସ୍ତେ ଏହି ଅବସରରେ ମନେ ପକାଇ ଏହି ପର୍ବକୁ ପାଳିଥିଲେ। ଏହି ଅବସରରେ ବାଲିଘାଟ ଏବଂ ଏହାର ଆଖପାଖ ଅଞ୍ଚଳ ସମ୍ପୂର୍ଣ୍ଣ ଲୋକାରଣ୍ୟ ହୋଇଥିବା ଦେଖିବାକୁ ମିଳିଥିଲା। କାର୍ତ୍ତିକ ପୂର୍ଣ୍ଣିମା ଠାରୁ ବାଲିଘାଟ ସୁରକ୍ଷା କମିଟି ପକ୍ଷରୁ ସ୍ଥାନୀୟ ଉଡ଼ା ପଡ଼ିଆରେ ଆରମ୍ଭ ହୋଇଛି ବାଲିଯାତ୍ରା। 3 ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ବା ମେଳାରେ ଲାଗିଛି ଶତାଧିକ ଷ୍ଟଲ। ଘରର ବ୍ୟବହୃତ ବହୁ ଦରକାରୀ ସାମଗ୍ରୀ, କଂସା ବାସନ, ଖେଳନା, ଗୁପଚୁପ ଏବଂ ଅନ୍ୟାନ୍ୟ ଖାଦ୍ୟଦ୍ରବ୍ୟର ଦୋକାନ ବେଶ ଭିଡ଼ ଜମୁଛି। ବିଶେଷ କରି ଘରକରଣା ଜିନିଷ କିଣିବା ପାଇଁ ମହିଳାମାନେ ଭିଡ଼ ଲଗାଉଛନ୍ତି ଷ୍ଟଲରେ। ଚଳିତ ବର୍ଷ ଏହି ମେଳାରୁ ବେଶ ଲାଭ ପାଇବେ ବୋଲି ଦୋକାନୀମାନେ ଆଶା ରଖିଛନ୍ତି। କାର୍ତ୍ତିକ ପୂର୍ଣ୍ଣିମାର ଏହି ବାଲିଯାତ୍ରା ମେଳା ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖୁଥିବା ବେଳେ ବ୍ୟବସାୟୀମାନଙ୍କ ପାଇଁ ଏକ ରୋଜଗାରର ପନ୍ଥାର ସୁଯୋଗ ସୃଷ୍ଟି କରିଥାଏ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ଧର୍ମ ମାସ ଭାବେ ପରିଚିତ କାର୍ତ୍ତିକ ମାସର ଶେଷ ଦିନ ଭାବେ ପୂର୍ଣ୍ଣିମାକୁ ସମସ୍ତେ ଭକ୍ତି ଏବଂ ଶ୍ରଦ୍ଧାର ସହିତ ପାଳନ କରିଥିଲେ। ଶ୍ରଦ୍ଧାଳୁମାନେ ନଦୀଘାଟରେ ବୁଡ଼ ପକାଇବା ପରେ ଦିଅଁ ଦର୍ଶନ କରି ବିଭିନ୍ନ ମନ୍ଦିରରେ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରି ପରିବାରର ଶୁଭ ମନାସିଥିଲେ। କାର୍ତ୍ତିକ ପୂର୍ଣ୍ଣିମାକୁ ରାହାସ ପୂର୍ଣ୍ଣିମା ଭାବେ ମଧ୍ୟ ପାଳନ କରାଯାଉଥିବା ବେଳେ ସହରର ବିଭିନ୍ନ ଅଞ୍ଚଳର ଶ୍ରଦ୍ଧାଳୁମାନେ ମଧ୍ୟ ଭୋର ସମୟରେ ନଗର ସଂକୀର୍ତ୍ତନରେ ବାହାରି ସହର ପରିକ୍ରମା କରିଥିଲେ। ଏଥିସହିତ କାର୍ତ୍ତିକ ମାସର ପୁଣ୍ୟତମ ଦିନ ଭାବେ ପାଳନ କରାଯାଉଥିବା ପଞ୍ଚୁକର ମଧ୍ୟ ଶେଷ ଦିନକୁ ଶ୍ରଦ୍ଧାଳୁମାନେ ଅତ୍ୟନ୍ତ ଭକ୍ତିର ସହିତ ପାଳନ କରିଥିବା ଦେଖିବାକୁ ମିଳିଥିଲା। ଘରେ ଘରେ ତୁଳସୀ ଚଉରା ମୂଳରେ ଝୋଟି ଚିତା ଏବଂ ମୁରୁଜ ଆଙ୍କିବା ସହିତ ମହିଳାମାନେ ପୂଜାର୍ଚ୍ଚନା କରିଥିଲେ।